ଜୟ ଜଗନ୍ନାଥ। ଆଜି ଭଲ କଥାଟି ମନ ଭିତରେ ଛୁଆ ଆଲୋଚନା କରିବା। ପାହାଡ଼ ପରି ଆସିବ ଜଳ। ଜଳ ବୁଝିହଉଛି କେମିତି ଆସିବ ନା ପାହାଡ଼ ପରି ଆସିବ। ଅସମ୍ଭବ ନୁହେଁ, ସମ୍ଭବ ହେଇପାରେ। ଆମେ ଯୋଉ ସାଇକ୍ଲୋନ ହଉଛି 15 ଫୁଟ 20 ଫୁଟ ହାଇଟ୍ ପାଣି ଉଠି ଆସୁନି ସମୁଦ୍ରରୁ। ପାହାଡ଼ରୁ ଗୋଟେ ସତରେ ପାହାଡ଼ ଉଚ୍ଚାରେ ଆସିବ। ଗୋଟେ କଥାରେ ଗୋଟେ ନଥାଏ 40 ଫୁଟ ହାଇଟ୍ ରେ ଆସିଲା, 40 ଫୁଟର ପାଣି ସୁନାମି ହେଲେ ପଳେଇ ଆସିବ ନା ଖୁସିରେ। ଗୋଟେ ଭାରାତ୍ମକ ଶବ୍ଦ ଆଉ କଣ। ପାହାଡ଼ ପରି ଜଳ ଦିନେ ନା ଦିନେ କୋଉଠିକି ଓଡ଼ିଆ ଓଡ଼ିଆ ଓଡ଼ିଆ। ଆମ ବାପା କିଏ? ଜଗନ୍ନାଥ। ସକାଳୁ ସେ 3 ଜଣ ଜୟ ଜଗନ୍ନାଥ କହୁଛ। ବର୍ତ୍ତମାନ ନିଜ ବାପାକୁ ଲୋକ ଭୁଲିଗଲେଣି, ପର ବାପା ଉପରେ ବେଶୀ ନିର୍ଭର କଲେ। ହଁ କି ନାଇଁ? ଏଟା କ୍ୟାମେରା ଆଗରେ ମୁଁ କହିପାରୁନି। ନିଜ ବାପାକୁ ଭୁଲିଗଲେଣି, ପର ବାପା ଉପରେ ନିର୍ଭର କଲେ। ବାପ ମାକୁ ଭୁଲିଗଲେଣି, ଶାଶୁ ଶ୍ୱଶୁର ଉପରେ ନିର୍ଭର କଲେଣି। ହଉ ନାଇଁ ନା? ବାପାକୁ ପଖାଳ ଭାତ ଆଳୁ ଚକଟା ଦେବାକୁ ଟାଇମ୍ ନାହିଁ। ଯଦିଓ ଶ୍ୱଶୁର ଆସିବ ସେଦିନ ପଲଉ ରନ୍ଧା ହେଇକି। ବାପକୁ ଟିକେ କ୍ଷୀର ଦେଇ ହବନି, କିନ୍ତୁ କଟକ ଟାଉନ ସହରରେ ଆମେ ରହିଛୁ, କୁକୁର ପୋଷି କୁକୁରକୁ କ୍ଷୀର ଦିଆହବ। ବାପକୁ ଟିକେ ମାଛ ଦେଇ ଆସିବନି, ଫଳା ଯୋଉଦିନ ଆସିବ ସେ ଚିକେନ ମଟନ ହବ। ବିଚିତ୍ର। ଆଉ ମିଛରେ କହିଲି ନା, ନିଜ ବାପାକୁ ଭୁଲିଗଲେଣି, ବର୍ତ୍ତମାନ ପର ବାପା ଉପରେ ସମସ୍ତେ ନିର୍ଭର। ସେମିତି ଜଗନ୍ନାଥ। ଜଗନ୍ନାଥ is the supreme soul of God. ଜଗନ୍ନାଥ ତମେ ଭାବୁଛ ଦାରୁ? ମୁଁ ଦେଖୁଛ ରୂପ ଧରିଛନ୍ତି ଦାରୁ। ଦାରୁ ଭିତରେ ବ୍ରହ୍ମ ଥିବା ହେତୁ ତାଙ୍କ ନାଁ ହେଲା ଦାରୁ ବ୍ରହ୍ମ। ଆଉ ଜଗନ୍ନାଥ କଣ ଯିଏ ଦେଖିଦବ ସିଏ ଜାଣିଛ। ଦେଖିଥିଲା ମାଣିକ ବଉଦ କାଞ୍ଚି ଅଭିଯାନ ବେଳେ। ଦେଖିଥିଲା କିଏ ସେ? ଭକ୍ତଶାଲା ବେଳେ। ପଞ୍ଚଶଖା କଥାକୁ ଛାଡ, ପୁଣି ଦେଖିଦେଲେ କିଏ ସେ? ବନ୍ଧୁମାନ। କଳିଯୁଗରେ ମନେ ରଖିଥାଅ, ବର୍ତ୍ତମାନ ସମୟରେ ଲୋକ ବି ଅଛନ୍ତି, ମାନେ ବ୍ୟକ୍ତି ବି ଅଛନ୍ତି ଆଖିରେ ଠାକୁରଙ୍କୁ ସ୍ୱରୂପରେ ଦେଖନ୍ତି। ସେ ସୂକ୍ଷ୍ମ ଭୂକ୍ଷ୍ମ କଥା କହୁଛି। ତୁ ଯଦି ଅଟୁ ଭଗବାନ ଦେଖା ତ ସକ ଚକ୍ର ଚିହ୍ନ। ଭକ୍ତ ବିନା ଭଗବାନ କିପା କରଇ ମହିରେ ଖେଳ। ଜଗନ୍ନାଥ ସତ୍ୟ। ପଞ୍ଚ ମହାଜନ ଇଏ କେହି କାହାକୁ ଗୁଣା ନୁହଁ, ସମସ୍ତ ପ୍ରଭୁଙ୍କ ଅଂଶରୁ ଯା। ଇଏ ବି ଗୋଟିଏ ଗୋଟିଏ ପ୍ରଭୁ। ପଞ୍ଚ ମହନ୍ତ ଦେବ, ପଞ୍ଚ ସଖା। କୋଉ ପଞ୍ଚସଖା? ପଞ୍ଚସଖା ତ ଅନେକ ରହିଛନ୍ତି, କହିଛୁ ଆମେ ନା। ଏଇ ଯୋଉ ଅଚ୍ୟୁତ, ଅନନ୍ତ, ବଳରାମ, ଯଶୋବନ୍ତ, ଜଗନ୍ନାଥ, ଏଇ ଯୋଉ ପଞ୍ଚସଖା। ତାଙ୍କୁ ବୁଝିବା ଯାହା, ପ୍ରଭୁଙ୍କୁ ବୁଝିବା ସେଇଆ। କାରଣ ସେ ପ୍ରଭୁଙ୍କ ଅଂଶ କଳାରୁ ଆବିର୍ଭୂତ। ପ୍ରଭୁ ତାଙ୍କ ଦେହରେ ଖେଳ କରୁଛନ୍ତି। ଗାଁରେ ସବୁ ଦେଖିନା ନା, ଠାକୁରାଣୀ ମାନେ ସବାର ହୁଅନ୍ତି, କାଳିଶୀ ସବୁ ନାଗନ୍ତି। ସେମିତି ସ୍ୱୟଂ ଜଗତର ନାଥ ଜଗନ୍ନାଥ, ସ୍ୱୟଂ କୃଷ୍ଣଚନ୍ଦ୍ର ତାଙ୍କ ଦେହରେ ଖେଳ କରୁଛନ୍ତି। ସେଥିପାଇଁ କି ଇଏ ସଖା ହେଲେ ମଧ୍ୟ କହନ୍ତି ନା, ଅଚ୍ୟୁତ ଗୋଲକ ନାଥାୟ ସାକ୍ଷାତ ବିଷ୍ଣୁ ସ୍ୱରୂପ। ଅଚ୍ୟୁତ ଗୋଲକ ନାଥାୟ ସାକ୍ଷାତ ବିଷ୍ଣୁ ସ୍ୱରୂପ। ଗୋଲକନାଥଙ୍କ ବିଷ୍ଣୁଙ୍କ ସ୍ୱରୂପ ହଉଛନ୍ତି ଅଚ୍ୟୁତାନନ୍ଦ ମହାପ୍ରଭୁ, କିନ୍ତୁ ଇଏ କହୁଛନ୍ତି ମୁଁ ସଖା ସୁଦାମ। କାହିଁକି କହିଲେ? ନା ଗୋଲକ ବିହାରୀ ବିଷ୍ଣୁ ତାଙ୍କ ଦେହରେ ଖେଳ କରୁଛନ୍ତି। ବୁଝିପାରିଲେ ନା? ତେଣୁ
ପଞ୍ଚସଖା ମହତ୍ଵ ତାଙ୍କ ପରେ ପରେ ବହୁତ ମହାପୁରୁଷ ମଧ୍ୟ ଆସିଛନ୍ତି। ସନ୍ଥ ଭୀମ ଭୋଇ, ଜଗତଗୁରୁ ଠାକୁର ଅଭିରାମ ପରମହଂସ, ହଉଛି ବାହୁଡି ଦାସ, ତାପରେ ବାଲିଆ ଦାସ, ତାପରେ ହରି ଦାସ, ସବୁ ଅନେକ ଆସିଛନ୍ତି, ଅରକ୍ଷିତ ଦାସ, ଏସବୁ ଆସିଛନ୍ତି। ସମସ୍ତେ ଜଣେ ଜଣେ ସିଦ୍ଧ ପୁରୁଷ ଥିଲେ, ତାଙ୍କ ପଦକୁ କୋଟି କୋଟି ଚରଣ। ସମସ୍ତେ ପ୍ରଭୁଙ୍କର ସତ୍ତାକୁ ଅନୁଭବ କରିଛନ୍ତି ଏବଂ ଅନୁତାପ ମଧ୍ୟ କରିଛନ୍ତି। ମାନେ ଆଖିରେ ଦେଖିଛନ୍ତି, ପୁଣି ଦେହରେ ବହିଛନ୍ତି। ମହାପୁରୁଷ ଯାହା ଲେଖିଛନ୍ତି ତାହା ଅକ୍ଷର ଅକ୍ଷର ସତ୍ୟ। ଅଚ୍ୟୁତ କହୁଛନ୍ତି, ଦ୍ୱାଦଶ ଗୋପାଳ ମାନେ ଦିନେ ଉତ୍କଳ ଭୂଖଣ୍ଡ ଜଳରେ ଯିବେ। ଏ ଉତ୍କଳ ଭୂଖଣ୍ଡ ବା ଏ ଓଡିଶା ଭୂମି ଜଳରେ ଯିବେ। ଆଉ ଓଡିଶାଟା କୋଉଠୁ ମନେ ରଖିଛ ନା? ଜାଣିଯାଅ। କହନ୍ତି ବଙ୍ଗ ବିହାର ଓଡିଶା ମିଶିଗଲା ଉତ୍କଳ। ଯାଜପୁରରୁ ପୁରୀ ହଉଛି ଓଡିଶା, ମହାପୁରୁଷଙ୍କ ବାଣୀ ହିସାବରେ। ମୁଁ ବର୍ତ୍ତମାନ ମ୍ୟାପ ଦେଖି କହୁନି, ମାନେ ସେତେବେଳେ ମହାପୁରୁଷ ଯାହାକୁ ଲେଖିଛନ୍ତି। କାହିଁକିନା ପାଦ ହେଲା ଯାଜପୁର, ମସ୍ତକ ହଉଛି ଶ୍ରୀକ୍ଷେତ୍ର। ଏ ଖଣ୍ଡକ ଜଳରେ ଯିବେ। କାହିଁକି? ପାପ ଭାରା ଦେଖି ପ୍ରଭୁ ବ୍ରହ୍ମ ରାଶି, ମର୍ତ୍ତ୍ୟ ଅବତାର ହୋଇ, ଦୁଷ୍ଟକୁ ବିନାଶୀ ସନ୍ଥକୁ ଶ୍ୱାସୀ, ଜଗତ ପାଳିବେ ମହି। ଦେଖ ବର୍ତ୍ତମାନ ସମୟରେ ପାପ ଏତେ ହେଇଗଲା, ଅନେକ ପାପ ବର୍ତ୍ତମାନ ଠାକୁରକୁ ବିକିକି ଖାଇ ଦଉଛନ୍ତି। ଖାଇଦଉନାହାନ୍ତି ନା? ଦେବସ୍ୱ, ରାଜସ୍ୱ, ବ୍ରହ୍ମସ୍ୱକୁ ଖାଇଗଲେ, ତାକୁ ଇଏରା ନିଆଁ, ଆକୁ ମଧ୍ୟ ଖାଇଥିଲେ। ଆଉ କିଛି ବ୍ୟକ୍ତି ବାହାରିଗଲେଣି, ଦେଖୁନ ନିଜକୁ ନିଜେ ସ୍ୱୟଂ ଜଗନ୍ନାଥ ବୋଲି କହିଛନ୍ତି। କହୁନାହାନ୍ତି ବର୍ତ୍ତମାନ ସମୟରେ? ଏ ପ୍ରକୃତରେ ଯଦି ଜଗାକୁ ତାଙ୍କର ଭୟ ଥାନ୍ତା, ତାଙ୍କ ପାଟିରେ କଥା ପଶିବ ନା? ଯିଏ ଜଗତର ସ୍ରଷ୍ଟା, ତା ପାଦକୁ ଆମର କୋଟି କୋଟି ଶରଣ। ଆମେ କହିବା ଆମେ ହଉଛୁ ସେଇ। ଆରେ ଆମେ ବା 2 ଦିନ ଖାଇବା ବନ୍ଦ କଲେ ପେଟ ଜଳିବ ସିଆଡୁ। ହଁ କି ନାଇଁ କହୁନ ନା? ଭୀମ ଲେଖିନାହାନ୍ତି ନା? କ୍ଷୁଧା ତୁଷା ନାହିଁ ଏ ଶୂନ୍ୟ ଦେହି, ଅଛଉ ଦେହୋଇ, ରୂପରେଖ ନାହିଁ ଏ ଶୂନ୍ୟ ଦେହି, ଅଛଉ ଦେହୋଇ। ବା କ୍ଷୁଧା ତୁଷା ନାହିଁ। ତମେ ଯଦି ହେଲ ସ୍ୱୟଂ ଜଗନ୍ନାଥ, ତମକୁ କ୍ଷୁଧା ତୁଷା ଲାଗୁନି ନା? ଏଗୁରା ତ ଆମକୁ ଅଖାଡ ବୋଲି ଭାବୁଥିବେ, କିନ୍ତୁ ଏରା ବାସ୍ତବ ସତ୍ୟ କଥା। ଇଏ ସବୁ ଆପଣା ହସ୍ତରେ ଯିବାକୁ ଛେଦିଲେ ପ୍ରତିବାଦୀ କେହି ନାହିଁ। ସୁକର୍ମ କୁକର୍ମ ବୁଝି ପାରୁଥିଲେ ବୈକୁଣ୍ଠ ସ୍ଥାନ। ଆକୁ କେହି ମରିବେନି, ଇଏ ନିଜକୁ ନିଜେ ସବୁ ମରିଯିବେ। ଧର୍ମକୁ ଯେଉଁମାନେ ବିନାଶ କରୁଛନ୍ତି, ଜଗା ଏମିତିଆ ବଜ୍ର କିଳା ଦବ, ଯାହାକି ଇଏ ଜନ୍ମ ତ ଯିବ 7 ଜନ୍ମ ପର୍ଯ୍ୟନ୍ତ ଭାବୁଛି ହେଲା। ଛାଡ, ମହାପୁରୁଷ କଣ ଲେଖିଲେ? କହିଲେ ଅଭୂତ ସାଗର ହେବ ବଳିଆର, ଛୁଇଁବ ପର୍ବତ ଶିଖ, ଭକତଙ୍କ ଲୀଳା ହେବ ଅନର୍ଗଳ, ଋତୁ ପକ୍ଷୀ ମନ ରଖ। କହିଲେ ଦିନେ ନା ଦିନେ ଏ ଅଭୂତ ସାଗର, ମାନେ କିଏ ସେ? ସପ୍ତ ସମୁଦ୍ର ହେଲା, ଏ ଦିନେ ବଳିଆର ହେବ, ମାନେ ଉଗ୍ର ରୂପ ହବ, ଭୀମ ରୂପ ଧାରଣ କରିବ। ଛୁଇଁବ ପର୍ବତ ଶିଖ, ମାନେ ଭୟଙ୍କର କରି ମାରି ଆସିବ। କେବେ ନା ଭକତଙ୍କ ଲୀଳା ହେବ ଅନର୍ଗଳ, ଋତୁ ପକ୍ଷ ମନେ ରଖ। ଋତୁ ବୋଲନ୍ତି 6, ପକ୍ଷ ବୋଲନ୍ତି ହଉଛି 15 ଦିନଟା। କେତେ ହେଲା? 21। ଏଟା 62 ଅଙ୍କ ହବନି। ଅନେକ ଗବେଷକ 6 ଏପଟେ ଲେଖିଦଉଛନ୍ତି, ସେପଟେ 2 କି ଥୋଇ ଦଉଛନ୍ତି। ପକ୍ଷ ହେଲା 2 ନା, କୃଷ୍ଣ ପକ୍ଷ ଶୁକ୍ଳ ପକ୍ଷ, ବୁଝିପାରୁଛ ନା? ଲେଖି ଦଉଛନ୍ତି 62। ତା ନୁହଁ, ଏଇଟା ପ୍ରକୃତରେ ହଉଛି, ମନେ ରଖିଥା, ତମକୁ ଆମେ କହୁଛୁ 21 ଅଙ୍କ ହବ। ତା 21 ହବ ନା ମାରକଣ୍ଡକ 21 ଅଙ୍କ ହେଲା। କହିଲେ ଏଇ କଥା ମାନ ମାରକଣ୍ଡକ 21 ଅଙ୍କରେ ରଖିବ। ଏଇ କଥା ଅଚ୍ୟୁତଙ୍କ ଲେଖା ଉପରେ ସନ୍ଥ
ଅରକ୍ଷିତ ସମାଧାନ କରିଦେବେ। କହିଲେ ଛପନରେ ଢେଉପୁରୀ ମାଡ଼ି ନ ଆସିବ, ବଡ ଦେଉଳରେ ପାଣି ଘଟିକି ପଶିଯିବ। ଛପନରେ ଢେଉପୁରୀ ମାଡ଼ି ନ ଆସିବ, ବଡ ଦେଉଳରେ ପାଣି ପଶି ନଥିବ। ଦେଖୁନ 56 ଅଙ୍କ ଯୋଉ ବର୍ଷ ପଡୁଛି, ମାର୍କଣ୍ଡ 21 ଅଙ୍କ ସେଇ ବର୍ଷ ପଡୁଛି ମାନେ ଅଚ୍ୟୁତ ଯାହା କରୁଛନ୍ତି ଅରକ୍ଷିତ ଦାସ ସେଇଆ କହୁଛି। ତେଣୁ ଏକଥା ଆମେ କାଟି ପାରିବା ନାହିଁ, କାରଣ ବିଧିର ବିଧାନ ଆମେ ଆଗରେ ଆମେ ହଉଛେ ନିମିତ୍ତ ମାତ୍ର। ମହାପୁରୁଷ ମାନେ ଆମକୁ ଚେତନା ଦେଇଛନ୍ତି, ଆମେ ସଜାଗ ହବା ଆମର କର୍ତ୍ତବ୍ୟ। ଯଦି ପାଣି ମାଡି ଆସିବ, ଏ କଥା କହିଲେ କଣ ପାଣି ମାଡି ଆସିବ, ତାହେଲେ କଣ ସମୁଦ୍ର ଭାସିଯିବେ? ସେଠି ତାକୁ ରଖିବ କେମିତି? ତେଣୁ ପ୍ରଭୁ ରଖିବେ କୋଉଠି ସେ କଥା ମଧ୍ୟ କଣ ହେଇଛି କହିଛନ୍ତି। ପଛରେ କେତେବେଳେ ଆଲୋଚନା କରିବା। ଜୟ ଜଗନ୍ନାଥ। ପ୍ରଭୁ ସଦିଚ୍ଛା ପୂର୍ଣ୍ଣ ହଉ। ଗୋ ଲାଗନ୍ତି ପ୍ରଭା।